हेलो हाय जय श्री राम पुणी गोटे मजादार वीडियो रे तुम समस्त को स्वागत करुछि मोर चैनल स्टडी विथ दिलीप सर। आज यही चैनल रे हमें पढ़िबा हमर षष्ठ श्रेणी साहित्य शुद्ध बहिर पाठ 5 जार ना हला नीति वचन। ए नीति वचन पद्यटी को लिखिचंती तुमर अति प्रिय सुपरिचित रामकृष्ण नंद। ताकर এই পদ্যର ভাবার্থ বুঝিবা, পদ্যটিକୁ সুর তাଳ ସହିତ ପଢିବା ଏବଂ ଭାବାର୍ଥ ବୁଝି ତାର ନେକ୍ସଟ ଭିଡିଓରେ ଆମେ ପ୍ରଶ୍ନ ଉତ୍ତରକୁ ଯିବା। ତାହେଲେ ଆଉ ଡେରି ନ କରି ଆସ ଆମେ ଆଜି ବୁଝିବା ନୀତି ବଚନ। ପିଲାମାନେ ଆମର ରାମକୃଷ୍ଣ ନନ୍ଦ ଯିଏକି କବି ଥିଲେ, ସିଏ କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତର୍ଗତ ବାଇରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। 1906 ମସିହା ଫେବୃଆରୀ 15 ତାରିଖରେ ଜନ୍ମଗ୍ରହଣ କରିଥିଲେ। ଆଉ 1994 ମସିହା ଅକ୍ଟୋବର 28 ତାରିଖରେ ଇହଧାମ ତ୍ୟାଗ କରିଥିଲେ। ପିଲାମାନେ ସିଏ ସବୁ ପିଲାଙ୍କର ଅତି ପ୍ରିୟ ପରିଚିତ କାହିଁକି ନା ଆମେ ପ୍ରତିଦିନ ଯେଉଁ ପ୍ରାର୍ଥନାଟି ବୋଲୁଛନ୍ତି, ହେ ଦୟାମୟ ବିଶ୍ୱ ବିହାରୀ, ଏହି ପ୍ରାର୍ଥନାଟି ତାଙ୍କ ଦ୍ୱାରା ରଚିତ ହୋଇଥିଲା। ଏହା ଛଡ଼ା ସିଏ ଅନେକ ଗୁଡ଼ିଏ କବିତା ମଧ୍ୟ ଲେଖିଛନ୍ତି। ସେଥିମଧ୍ୟରେ ପ୍ରତିଧ୍ୱନି, ସଂଗ୍ରାମ ଓ ସାଧନା, ବିଜ୍ଞାନ କୁହୁକ, ଜୀବନୀ ତରଙ୍ଗ, ସୁନା ପାହାଚ, ଝୁମୁକା। ଏହି ଝୁମୁକା କବିତାଟି ପାଇଁ ସିଏ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେଇ ନୀତିବଚନ କବିତାଟି ଏହି ଝୁମୁକା ସାହିତ୍ୟରୁ ଆସିଅଛି। ତାଙ୍କର ରଚନା ଗୁଡ଼ିକରେ ପ୍ରକୃତି, ଦେଶପ୍ରେମ ଆଉ ଶିଶୁ ଜୀବନ ଓ ମୁଖ୍ୟତଃ ନୈତିକ ଶିକ୍ଷା ମିଳିଥାଏ। ତେବେ ନୀତିବଚନ କବିତାଟିକୁ ଆମେ ଗାଇବା ଆଉ ତା'ର ଭାବାର୍ଥ ବୁଝିବା। ତୁମେମାନେ ମଧ୍ୟ ଏହାର ସ୍ୱରକୁ ଅନୁଧ୍ୟାନ କରି ଗାଇବ। ତେବେ ଆସ ଆମେ ଗୀତଟିକୁ ଗାଇବା। ଯତ୍ନ ଧବସ୍ୟାୟ ଉଦ୍ୟମ ବଳେ, ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ। ଗିରି ପାଷାଣ ଏଡ଼େ କଠିନ ହୋଇ, ଖୋଜିଲେ ତହୁଁ ପୁଣି ଜଳ ଝରଇ। ହେଲେ ଏଠି କ'ଣ ଲେଖା ହେଇଛି ନା ଆମେ ଯଦି ଅଧ୍ୟବସାୟ କଷ୍ଟ କରିବା, ଉଦ୍ୟମ କରିବା, ଚେଷ୍ଟା କରିବା ଆଉ ଯତ୍ନର ସହିତ କର୍ତ୍ତବ୍ୟ କରିବା, ତାହେଲେ ଆମେ ଅସାଧ୍ୟକୁ ମଧ୍ୟ ସାଧ୍ୟ କରିପାରିବା। ଅର୍ଥାତ୍ ଆମେ ସଫଳ ହାସଲ କରିବା। ଭୂତଳ ଏହି ପୃଥିବୀରେ ଯେତେ କଷ୍ଟ ହେଲେ ମଧ୍ୟ ଆମେ ଏହା ସଫଳ କରିପାରିବା। ଗିରି ପାଷାଣ ଏଡ଼େ କଠିନ ହୋଇ, ପାଷାଣ ବୋଇଲେ ପିଲେ ହେଉଛି ପଥର, ଗିରି ହେଉଛି ପାହାଡ଼। ପାହାଡ଼ ଆଉ ପଥର କେତେ କଠିନ। ପାହାଡ଼ରେ ତୁମେ ଗୋଟେ ଗାତଟେ କରିପାରିବନି, ଆଉ ପଥର ତ କେତିକି ସବୁଠାରୁ କଠିନ ପଦାର୍ଥ ବୋଲି କହିଲେ ଚଳେ, ଯେଉଁଟା ପ୍ରକୃତିରୁ ମିଳେ। ଏତେ କଠିନ ହେଲେ ମଧ୍ୟ ସେଇ ପାହାଡ଼ ଆଉ ପଥର ଥିବା ଜାଗାରୁ ଜଳ ମଧ୍ୟ ଝରି ଝରି ଆସିଥାଏ, ଯେଉଁମାନେ କି ସେଇ ଜଳକୁ ପିଇ ନିଜର ତୃଷା ନିବାରଣ କରିଥାନ୍ତି। ତେବେ ଏତେ କଠିନ ହେଲେ ଯଦି ସେ ଭିତରୁ ପାହାଡ଼ ଭିତରୁ ଜଳ ବାହାରିଥାଏ, ଆମେ କେତେ କଠିନ କାମ, କେତେ କଷ୍ଟ କାମ ହେଲେ ମଧ୍ୟ ତାକୁ ଯଦି ଉଦ୍ୟମ କରିବା, ଚେଷ୍ଟା କରିବା, ତାହେଲେ ନିଶ୍ଚିତ ସାଫଲ୍ୟ ଅର୍ଜନ କରିବା। ଆଉ ଆମେ ଚେଷ୍ଟା କରିବା ନାହିଁ, ଖାଲି କହିବା ନା ଏ କାମଟି ମୋ ଦ୍ୱାରା ହେବନି। ନା ପିଲାମାନେ, ଆମେ ସେଠି ବି ଚେଷ୍ଟା କରିବାକୁ ପଡ଼ିବ। ଏଥିରେ ନୀତିବଚନରେ, ଏଇ ନୀତିବଚନ କବିତାଟିରେ ଆମର ରାମକୃଷ୍ଣ ନନ୍ଦ କହୁଛନ୍ତି ଯେ ପିଲାମାନେ ତୁମେ ସବୁ ଜିନିଷକୁ କଷ୍ଟ କଲେ ହାସଲ କରିପାରିବ। ତା ପରବର୍ତ୍ତୀ ଗୀତରେ ଥିଲେ ହେଁ ମାତୃସ୍ତନ ଅମୃତେ ପୁରୀ, ଯୋକ ପିୟଇ ତହୁଁ ଧୀର ଚିରି। ତେସନେ ମନ୍ଦମତି ସର୍ବଦା କ୍ଷଳ, ଗୁଣ ନ ଦେଖିବା ଛେ ଦୋଷ ପ୍ରବଳ। ପିଲେ ମନ୍ଦମତି ମାନେ ଥିଲେ ମାତୃସ୍ତନ, ମନ୍ଦମତି ଯିଏ ଦୁଷ୍ଟ। ମାଆର ଛାତିରୁ ଅମୃତ ଝରିଥାଏ, ମାଆର ଛାତିରେ ଅମୃତ ପୁରି ରହିଥାଏ। ତଥାପି ପିଲେ ଜୋକ ତୁମେ ଜାଣିଥିବ,
ଜୋକ ବୋଲି ଯେଉଁ ଲେଖା ହେଇଛି ସେ କ'ଣ କରେ, ତାକୁ ଯେଉଁଠି ତୁମେ ଲଗେଇବ ଦେହରେ ସେ କେବଳ ରକ୍ତ ହିଁ ଶୋଷିବ। ରୁଧିର ମାନେ ହେଉଛି ରକ୍ତ। ଆଉ ସେହିପରି ଯେଉଁମାନେ ମନ୍ଦମତି ଖଳ ପ୍ରକୃତିର ଲୋକମାନେ, ମନ୍ଦ ବୁଦ୍ଧି, ଯାହାର ବୁଦ୍ଧି ଖରାପ ବୁଦ୍ଧି ଆଉ ଦୁଷ୍ଟ, ଖଳ ବୋଇଲେ ଦୁଷ୍ଟ, ସେମାନେ କ'ଣ କରନ୍ତି ନା ତୁମ ପାଖରେ ଯେଉଁ ଭଲ ଗୁଣ ଅଛି ସେ ଜିନିଷଟାକୁ ଦେଖିବେନି, କେବଳ ତୁମେ କେଉଁଟା ଭୁଲ କାମ କରୁଛ, ତୁମ ପାଖରେ କି ଖରାପ ଗୁଣ ଅଛି ସେଇଟା ହିଁ ଦେଖିବେ। ଆମେ ସବୁବେଳେ ଭଲ ଗୁଣକୁ ମଣିଷର ଦେଖିବା ଦରକାର, ତା'ର ଖରାପ ଗୁଣକୁ ଆମେ ତ୍ୟାଗ କରିବା ଦରକାର। ପିଲାମାନେ ଏଠି କବୀର ଦାସ କହିଥିଲେ, ଯେଉଁମାନେ ହିନ୍ଦୀର ପ୍ରସିଦ୍ଧ କବି କବୀର ଦାସ, ସିଏ କହିଥିଲେ ସାଧୁ ऐसा चाहिए जैसा शुभ शुभाय, ସାର୍ ସାର୍କୁ ଗ୍ରହୀ ରହେ ଥୋଥା ଦେହ ଉଡ଼ାଏ। ଅର୍ଥାତ୍ ସାଧୁ ଲୋକ ବା ଭଲ ଲୋକ ଏମିତି ହେବା ଦରକାର ଯିଏ ଅନ୍ୟର ସାର କଥାକୁ ହିଁ ଗ୍ରହଣ କରିବ, ଆଉ ଯେଉଁଟା ବେକାରିଆ କଥା, ଯେଉଁଟା ଅଦରକାରୀ କଥା ତାକୁ ଉଡ଼େଇ ଦେବ। କୁଲା ଭଳି, କୁଲାରେ କ'ଣ କରିବ, ଆମେ ପାଛିଲା ବେଳେ କୁଲାରେ ଧାନ ଗୁଡ଼ିକ ରହିଯିବ, ଖଇ ଗୁଡ଼ିକ ଚାଲିଯିବ, ଯେତେ ହାଲକା ଜିନିଷ ସବୁ ଉଡ଼ିକିରି ଚାଲିଯିବ। ସେହିପରି ଆମେ ସମସ୍ତଙ୍କର ଭଲ ଗୁଣ ଦେଖିବା, ଆଉ ସେଇ ଭଲ ଗୁଣକୁ ଆମେ ନିଜେ ଆଦରି ନେବା। ସାଧୁ ଜନର ପୁଣ୍ୟ ସଦୁପଦେଶ, ମୂର୍ଖ ବୁଝେ ନା ତାର ମରମ ଲେଶ, କମଳ ବାସ ଯଥା ସୁମନ ହର, ବେକ କି ବୁଝେ କେବେ ସୁଗନ୍ଧ ତାର। ପିଲାମାନେ ସାଧୁଜନ ମାନେ ଯେଉଁ ପୁଣ୍ୟ ସଦୁପଦେଶ ଦିଅନ୍ତି, ମୂର୍ଖମାନେ ତାର ମରମ କଥାଟିକୁ ବୁଝନ୍ତି ନାହିଁ, ତାର ମୁଖ୍ୟ କଥାଟି, ତାର ଅନ୍ତର, ତା ଭିତରେ ଲୁଚି ରହିଥିବା ନୀତିବାଣୀଟିକୁ ମୂର୍ଖମାନେ ବୁଝନ୍ତି ନାହିଁ। କମଳ ବୋଇଲେ କ'ଣ, କମଳ ହେଉଛି ପଦ୍ମ। ପଦ୍ମ କେଉଁଠି ଥାଏ ନା ପୋଖରୀରେ ପଦ୍ମ ଫୁଟିଥାଏ, କେତେ ସୁମନୋହର ସେ କମଳ ପଦ୍ମ ଫୁଲ, ତେଣୁ ଆମେ ତାକୁ ଜାତୀୟ ଫୁଲ ବୋଲି ନେଇଛନ୍ତି। ଭେକ କିଏ ପିଲେ, ଭେକ ଅର୍ଥ ହେଉଛି ବେଙ୍ଗ କ'ଣ, ସେଇ ପଦ୍ମ ଫୁଲର ମହତ୍ତ୍ୱ ବୁଝିପାରିବ କି? ବେଙ୍ଗ ପଦ୍ମ ଫୁଲ ପାଖରେ ଥାଏ ପୋଖରୀ ଭିତରେ, ତଥାପି ତାର ମହତ୍ତ୍ୱ ବୁଝିପାରେ ନାହିଁ। ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି, ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରିଥାଏ ଆଙ୍କୁଶ ବାଡ଼ି। ପିଲେ, ଯେଉଁ ଲୋକ ପରର ଅଧୀନ ହୋଇ ରହେ, ଯେଉଁ ପ୍ରାଣୀ ହେଉ କି ମଣିଷ ହେଉ, ପର ଅଧୀନ ଅର୍ଥାତ୍ ପର କଥାରେ ସେ ରହିବ, ପର ଲୋକ ପାଖରେ ନିଜକୁ ବିକି ଦେଇଥିବ, ପରର କଥା ସବୁବେଳେ ଶୁଣୁଥିବ, ସେଇ ଲୋକ କ'ଣ ନା ଅସରନ୍ତି ବୋଇଲେ ବହୁତ କଷ୍ଟ ପାଏ, ଯାତନା ବୋଇଲେ କଷ୍ଟ ପାଏ। ହାତୀ ଏତେ ବଡ଼ ଜୀବ, ତଥାପି ହାତୀ ପରାୟ ମାନେ ପ୍ରାୟ ଗଦ୍ୟରେ, ହାତୀ ଭଳିଆ ଜନ୍ତୁ ବନ୍ଧନରେ ପଡ଼ିକି, କାହାର ବନ୍ଧନରେ, ମାହୁନ୍ତର ପୋଷା ହାତୀକୁ ଯିଏ ପାଳିଥାଏ ତାର ବନ୍ଧନରେ ପଡ଼ିକିରି ଜୀବନରେ ସବୁବେଳେ ସେ ଯେଉଁ ଆଙ୍କୁଶ ବାଡ଼ିଟିକୁ ଡରୁଥାଏ। କାହିଁକିନା ସିଏ ହାତୀର ଡର ହେଉଛି ଆଙ୍କୁଶ ବାଡ଼ିକୁ। ମାହୁନ୍ତ ସେ ଆଙ୍କୁଶ ବାଡ଼ି ଧରି ହାତୀ ଉପରେ ବସିଛି ଏବଂ ହାତୀକୁ ଆଙ୍କୁଶ ବାଡ଼ି ଦ୍ୱାରା ସେ ଚଳାଉଛି। ଆମେ କେମିତି ପିଲେ ଗାଡ଼ି ଚଳାଉଛନ୍ତି ଷ୍ଟିଅରିଂ ଦ୍ୱାରା, ସେମିତି ଆମେ ହାତୀକୁ ମାହୁନ୍ତ ଆଙ୍କୁଶ ବାଡ଼ି ଦ୍ୱାରା କଣ୍ଟ୍ରୋଲ କରେ। ଦେଶ ଜିଣିଲେ ରାଜା ଲଭଇ ଖ୍ୟାତି, ବୀର ସମର ଜିଣି ରଖେ କୀରତି, ନିଜ ହୃଦୟ ଯେଉ ପାରଇ ଜିଣି, ସଂସାରେ ସେହି ବୀର ମୁକୁଟମଣି। ପିଲାମାନେ ଆଗ କାଳରେ ରାଜାମାନେ କ'ଣ କରନ୍ତି ନା ଯୁଦ୍ଧ କରନ୍ତି, ଯୁଦ୍ଧ କରିକିରି ସବୁ ଅନ୍ୟ ରାଜାମାନଙ୍କୁ ପରାସ୍ତ କରିକିରି କ'ଣ କରନ୍ତି ନା ନିଜର ଖ୍ୟାତି ଅର୍ଜନ କରନ୍ତି। ଆଉ ବୀର ଯିଏ ଆମର ରାଜାମାନଙ୍କର ସୈନ୍ୟ ଦଳରେ ସାମିଲ ହେଉଥାଏ, ସେମାନେ ବୀର ଲୋକ ହିଁ ସବୁବେଳେ ଯୁଦ୍ଧକୁ ଯିବ। ଆଉ ଯେଉଁମାନେ କାପୁରୁଷ ଭୟାଳୁ, ସେମାନେ କ'ଣ ଯିବେ କି ଯୁଦ୍ଧକୁ? ବୀର ସମର ଜିଣି ରଖେ କୀରତି। ବୀର ଲୋକ ଯୋଗୁଁ ରଜା ଜିତିଥାଏ ସମର।
ଯେମିତି ଆମକୁ ଆମର ସୈନ୍ୟମାନେ ଆମର ବୋର୍ଡରରେ ରହିକିରି ଆମକୁ ରକ୍ଷା କରୁଛନ୍ତି, ବୈଦେଶିକ ଶତ୍ରୁ ଆକ୍ରମଣରୁ ଆମକୁ ରକ୍ଷା କରନ୍ତି। ସେମିତି ଆଗ କାଳରେ ବୀର ଯିଏ ସମରକୁ ଜିତିକିରି ନିଜର କୀର୍ତ୍ତି ବଜାୟ ରଖୁଥାଏ। ନିଜ ହୃଦୟ ସେ ଉପାର୍ଜନ, ନିଜର ହୃଦୟକୁ ସିଏ ଜିଣି ପାରେ। ଆଉ ସଂସାରରେ ସେଇ ବୀର ହୋଇଥାଏ ମୁକୁଟମଣି, କାହିଁକିନା ତା ଯୋଗୁଁ ଲୋକମାନେ ସୁଖ ଶାନ୍ତିରେ ରୁହନ୍ତି। ଯଦି ସୈନିକମାନେ ଯୁଦ୍ଧ ନ କରନ୍ତି, ଯଦି ସୈନିକମାନେ ଆମକୁ ଆମ ଦେଶକୁ ରକ୍ଷା ନ କରନ୍ତେ, ତାହେଲେ ଆଜି ଆମେ ଏଠି ବସି ପାଠ ବି ପଢ଼ିପାରନ୍ତେ ନାହିଁ, ଶତ୍ରୁମାନେ ଆମକୁ ଆକ୍ରମଣ କରନ୍ତେ। ଥିଲେ ହେଁ ପୁରୀ ରୂପ ରଙ୍ଗ ସୁବାସେ, ଚମ୍ପକ କୁସୁମ କି ଭ୍ରମର ବସେ, ମହକ ଯେଣୁ ତାର ଉତ୍କଟତି, ଭ୍ରମେ ଭ୍ରମର ଦିନ ଯାଏ କତି। ହେଲେ ଯେଉଁ ଆମର ଯେଉଁ ଚମ୍ପା ଫୁଲ ଅଛି ହେଲା, ଚମ୍ପା ଫୁଲ ସବୁଠୁ ଅଧିକ ବାସନା ତାର। ତେଣୁ ସେ ଚମ୍ପକ କୁସୁମ ବୋଇଲେ ଫୁଲ, ଚମ୍ପକ କୁସୁମ କି ଭ୍ରମର ବସେ। ଚମ୍ପକ କୁସୁମରେ ଭ୍ରମର ବସେ ମାନେ ଜାଣିପାରେ ନାହିଁ, ମହକ ଯେଣୁ ତାର ଉତ୍କଟ ଅଛି, ତାର ମହକଟା ବାସନାଟା ଏତେ ବହୁତ ଏତେ ଅଧିକ ବାସନା ହୁଏ ଯେ ଭ୍ରମେ ଭ୍ରମରେ, ଭ୍ରମର କ'ଣ କରେ ନା ଭୁଲରେ ବୁଲିଯାଏ, ଦିନ ଯାଏ କତି। କେଉଁଠି ଅଛି ଚମ୍ପା ଫୁଲଟି ବୋଲି ସେ ଖୋଜୁଥାଏ, ଖୋଜି ଖୋଜି ତାର ଦିନ ବିତିଯାଏ, ତଥାପି ସିଏ ଚମ୍ପା ଫୁଲ ପାଖକୁ ଯାଇପାରେ ନାହିଁ, ଖୋଜିପାରେ ନାହିଁ। ଗୋଟିଏ ଗୁଣ ମଧ୍ୟେ ଗୋଟିଏ ଦୋଷ, ସୁଧା କଳସେ ବିଷ ବିନ୍ଦୁ ସଦୃଶ। ତୁମ ପାଖରେ କୋଟିଏ ଭଲ ଗୁଣ ଥିବ, କିନ୍ତୁ ଗୋଟିଏ ଦୋଷ ପ୍ରକୃତି ଥିବ। ଯେମିତି ଜଣେ ଜଣେ ବହୁତ ଭଲ ଲୋକ ଥାଆନ୍ତି, କିନ୍ତୁ ସେମାନେ କ'ଣ କରନ୍ତି, ସେମାନଙ୍କ ପାଖରେ ଗୋଟିଏ ଦୁଇଟି ପ୍ରକୃତି ଖରାପ ଥାଏ। ଯେମିତି ପିଲେ ଜୁଆ ଖେଳିବା, ମଦ୍ୟପାନ କରିବା, ଚୋରି କରିବା, ଅନ୍ୟର ସମ୍ପତ୍ତିକୁ ଲୁଣ୍ଠନ କରିବା, ଏସବୁ ହେଉଛି ଖରାପ କାମ, ଦୋଷ କାମ। ତ ଜଣେ ଭଲ ଲୋକ ସାଧୁ ଲୋକ ହୋଇଥିବ, କିନ୍ତୁ ସିଏ ମଦ ପିଉଥିବ, ତ ସେଇ ମଦ ପିଇବା ଯୋଗୁଁ ତାକୁ ଆଉ ସାଧୁରେ କେହି ଗଣନା କରିବେ ନାହିଁ, ତାକୁ ସମସ୍ତେ ମଦୁଆ ବୋଲି ନାମ ଦେଇଦେବେ। ଆମର ରାମକୃଷ୍ଣ ନନ୍ଦ ଜଣେ ଶିକ୍ଷକ ଥିଲେ, ଜାଣିଛଟି ପିଲେ? ଜଣେ ଶିକ୍ଷକ ହୋଇ ଯଦି ଏଇ ମଦ ପିଏ, ତାହେଲେ ତାକୁ କ'ଣ କହିବେ? ମଦୁଆ ଶିକ୍ଷକଟା। ତା କଥାକୁ କେହି ଗୁରୁତ୍ୱ ଦେବେ ନାହିଁ। ତେଣୁ ପିଲେ ତୁମର ଯେତେ ଭଲ ଗୁଣ ଥିଲେ ମଧ୍ୟ ଗୋଟିଏ ଖରାପ ଗୁଣ ତୁମର ସେ ସମସ୍ତ ଭଲ ଗୁଣକୁ ଘୋଡ଼େଇ ଦେବ। ଗୋଟିଏ ଖରାପ ଗୁଣର ପ୍ରଭାବ ଏତେ ଯେ ସେ ଭଲ ଗୁଣଟି ତୁମର କେହି ପ୍ରଶଂସା କରିପାରିବେ ନାହିଁ। ସୁଧା, ସୁଧା ବୋଇଲେ ହେଉଛି ଅମୃତ। ଯେଉଁ ଅମୃତକୁ ପାଇଲେ ଆମେ ଅମର ହୋଇଯାଉ। ତୁମେ ପୁରାଣରେ ଶୁଣିଥିବ, ଅମୃତ ପାଇଁ ବହୁତ ଗଣ୍ଡଗୋଳ ହୋଇଥିଲା। ଆମର ସମୁଦ୍ର ମନ୍ଥନ ହୋଇଥିଲା, ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା। ଅମୃତକୁ ଦେବତାମାନେ ଖାଇଥିଲେ। ତୁମେ ଯଦି ଟିକେ ଅମୃତ ଖାଇଦେବ ନା, ତୁମେ ବି କେବେ ଆଉ ମରିବ ନାହିଁ। ଅମୃତ କଳସରେ, ଗୋଟେ କଳସରେ ଆମେ ଅମୃତ ଭର୍ତ୍ତି କରିବା, ବିଷ ବିନ୍ଦୁ ସଦୃଶ, ଗୋଟେ ବିନ୍ଦୁଟେ ବିଷ ସେ ଭିତରେ ପକାଇଦେବ। ପିଲାମାନେ ସେଇ ଅମୃତକୁ ଦେଲେ ଆଉ କିଏ ପିଇବ କି? ନାହିଁ। କାହିଁକି ନା ଟୋପାଏ ବିଷ ଗୋଟିଏ କଳସ ବା ଗୋଟିଏ ମାଠିଆ ଅମୃତକୁ ବିଷରେ ପରିଣତ କରିଦେବ। କାହାର ପ୍ରଭାବ ଅଧିକ ରହିଲା, ଅମୃତର ନା ବିଷର? ସବୁବେଳେ ଖରାପ ଗୁଣର ପ୍ରଭାବଟା ଅଧିକ ରହିଥାଏ। ଏଠି ମଧ୍ୟ ବିଷର ପ୍ରଭାବ ଅଧିକ ରହିଛି। ତେଣୁ ବିଷ ମିଶିଥିବା ଅମୃତକୁ କେହି ବି ପାନ କରିବେ ନାହିଁ। ହେଲେ ଏଠି ଗୀତଟି ସରିଯାଇଛି। ଏଇଠି ଆମର ନୀତିବଚନ କବିତାଟିର ଭାବାର୍ଥ ସହ ସରଳ ଭାଷାରେ ବ୍ୟାଖ୍ୟା କରି ମୁଁ ତୁମକୁ ବର୍ତ୍ତମାନ ବୁଝେଇ ସାରିଲି। ଆମେ ଆମର ପରବର୍ତ୍ତୀ ଭିଡ଼ିଓରେ ଦେଖିବା ଏହି ନୀତିବଚନ ପାଠର ପ୍ରଶ୍ନ ଉତ୍ତର। ସେତେବେଳେ ପର୍ଯ୍ୟନ୍ତ ତୁମ ସମସ୍ତଙ୍କୁ ବିଦାୟ ନେଉଛି। ଆଉ ମୋର ଭିଡ଼ିଓ ଯଦି ଭଲ ଲାଗିଲା ତାହେଲେ ଚ୍ୟାନେଲକୁ ଗୋଟିଏ ଲାଇକ୍ କରିଦେବ ଆଉ ସବସ୍କ୍ରାଇବ୍ କରିବ। ଜୟ ହିନ୍ଦ।